ବିରକ୍ତ ବଚ୍ଚନର ଏହି ଏପିସୋଡକୁ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଟାଙ୍ଗୀ ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଏବେ ଏବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ। ଏହା ପୂର୍ବରୁ ଆପଣମାନେ ଜାଣିଛନ୍ତି ବାଲେଶ୍ୱରର ରବୀନ୍ଦ୍ର ଜେନା ଏବଂ ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ଏହି ନିକଟ ଅତୀତରେ ସବୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। କଟକ ଜିଲ୍ଲାରେ ମଧ୍ୟ ଯିଏ ରାଜ୍ୟସଭା ସାଂସଦ ଥିଲେ ଦେବାଶିଷ ସାମନ୍ତରାୟ ମଧ୍ୟ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସାରିଛନ୍ତି। ସେ ବିଜୁ ଜନତା ଦଳର ସାଂସଦ ଥିଲେ। ଏହା ବ୍ୟତୀତ ସର୍ବପ୍ରଥମେ ଆପଣ ଜାଣିଥିବେ 2024 ସାଧାରଣ ନିର୍ବାଚନ ପରେ ଯେମିତି 24 ବର୍ଷର କ୍ଷମତା ଅପସାରଣ ଭାରତୀୟ ଜନତା ପାର୍ଟି କରାଇ ପାରିଲେ ଏବଂ ବିଜୁ ଜନତା ଦଳ କ୍ଷମତା ହରାଇଲେ, ଯୋଉ ଅର୍ବାନ୍ ଲୋକାଲ ବଡି ସବୁ ଥିଲେ ବା ବିଭିନ୍ନ ପଞ୍ଚାୟତ ସମିତିରେ ଯେଉଁମାନେ ସଦସ୍ୟ ହେଇଥିଲେ, ବହୁ ସଂଖ୍ୟାରେ ସେମାନେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ, ବିଜୁ ଜନତା ଦଳ ତ୍ୟାଗ କଲେ। କଳାହାଣ୍ଡିରୁ କେନ୍ଦ୍ରାପଡ଼ା ପର୍ଯ୍ୟନ୍ତ ଆପଣଙ୍କର ଭବାନୀପାଟଣା, ମହାକାଳପଡ଼ା ବ୍ଲକ ଏବଂ ପୁରୁଷୋତ୍ତମପୁର ବ୍ଲକ ଏପଟେ ଦକ୍ଷିଣରେ ବିଜୁ ଜନତା ଦଳରୁ ନେତାମାନେ ତ୍ୟାଗ କରିକି ଆସିକି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ଏବଂ ଟୋଟାଲ ଲୋକାଲ ବଡି ଭାରତୀୟ ଜନତା ପାର୍ଟି ଅକ୍ତିଆର କଲେ। ମମତା ମହନ୍ତ ଏବଂ ସୁଜିତ କୁମାର ରାଜ୍ୟସଭା ସାଂସଦ ସେମାନେ ମଧ୍ୟ ଦଳ ତ୍ୟାଗ କଲେ ଏବଂ ଭାରତୀୟ ଜନତା ପାର୍ଟି ତାଙ୍କୁ ଦଳରେ ମିଶାଇଲେ। ଇଏ ପରମ୍ପରା ଚାଲିଛି, ଏ ସ୍ରୋତ ଚାଲିଛି ଆଉ ଏହା ବ୍ୟାପିଛି। ଆଗାମୀ ଯୋଉ ପଞ୍ଚାୟତ ନିର୍ବାଚନ ହବ ତା ପୂର୍ବରୁ 27ରେ ଏନିହାଉ ତ ପଞ୍ଚାୟତ ନିର୍ବାଚନ ହବ, ବିଳମ୍ବରେ ହେଲେ ମଧ୍ୟ, କିନ୍ତୁ ତା ପୂର୍ବରୁ ଦଳକୁ ସବଳ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଯିଏ ରାଜ୍ୟସ୍ତରୀୟ ନେତା ବା ଜାତୀୟ ସ୍ତରୀୟ ନେତାମାନେ ତାଙ୍କର କଳ କୌଶଳ କୂଟନୀତି ଆରମ୍ଭ କରିଦେଇଛନ୍ତି। ଆଉ ପ୍ରସଙ୍ଗ ହଉଛି ନୀତି ନୈତିକତା ଗୋଟେ ପଟେ ଆଉ ନେତା ତାର ବିପକ୍ଷରେ, ଏବଂ ଉପରେ କ୍ଷମତା ଏବଂ ଶାସକ ଦଳ ସପକ୍ଷରେ ନେତା, ତଳେ ଜନତା ହେବେ ହୀନସ୍ତା। এই କଥା ଜଳ ଜଳ ହେଇକି ବାରମ୍ବାର ଆମ ଇତିହାସରେ ଆମେ ଲକ୍ଷ୍ୟ କରି ଆସିଛନ୍ତି। ବିଜୁ ଜନତା ଦଳରୁ ଏତେ ସଂଖ୍ୟାରେ ତ୍ୟାଗ କରୁଛନ୍ତି, ଯଦି ଏ ପ୍ରଶ୍ନ କିଏ ଉଠାଏ ଏବଂ ଭାରତୀୟ ଜନତା ପାର୍ଟି କାହିଁକି ଘର ଭାଙ୍ଗୁଛନ୍ତି ବୋଲି କୁହାଯାଏ, ପ୍ରକୃତରେ ତାହା ନୁହେଁ। ଏବେ ନେତା ଗୋଟିଏ ଗୋଷ୍ଠୀ ହେଇଯାଇଛନ୍ତି, ସାମଗ୍ରିକ ଗୋଷ୍ଠୀ, ବା ସିଏ ଭାରତୀୟ ଜନତା ପାର୍ଟି ହୁଅନ୍ତୁ ବା ବିଜୁ ଜନତା ଦଳ ହୁଅନ୍ତୁ, କ୍ଲାସରେ ଦୁଇଟି ଛାତ୍ର, କିଏ ପ୍ରଥମ କିଏ ଦ୍ୱିତୀୟ ବା ତୃତୀୟ, ପ୍ରଥମ ଦ୍ୱିତୀୟ ତୃତୀୟ, ନହେଲେ ହାତ ଚିହ୍ନ, ଶଙ୍ଖ ପଦ୍ମ ହାତ। ଆଉ ତ ବହୁଦଳୀୟ ରାଜନୀତି ସିନା ଭାରତ ବର୍ଷର ଗଣତନ୍ତ୍ରରେ ଅଛି, କିନ୍ତୁ ରାଜ୍ୟରେ ଆମର କଣ ଅଛି କି? ତେଣୁ ନୀତି ନୈତିକତା ଗୋଟେ ପଟେ, ରାଜନେତା ଗୋଟେ ପଟେ, ଯେତେକ ବ୍ୟଭିଚାର, ଦୁର୍ନୀତି, ଅନ୍ୟାୟ, ଅତ୍ୟାଚାର ଅଭିଯୋଗ ଗୋଟେ ପଟେ, ଲୋକଙ୍କର ଆନ୍ଦୋଳନ ଗୋଟେ ପଟେ। ଏସବୁ ସତ୍ତ୍ୱେ ଗଣତନ୍ତ୍ର ପ୍ରତି ଏଇ ଯୋଉ ସବୁ ବିପଦ ସୃଷ୍ଟି ହଉଛି, ଏ ବିପଦ ସତ୍ତ୍ୱେ ଆଜିକା ସଭ୍ୟତାରେ 75 ବର୍ଷର ସ୍ୱାଧୀନତା ପରେ ଆମେ ଆଜି ଆସି କୋଉଠି ପହଞ୍ଚିଛନ୍ତି? ସେମାନେ ରାଜନୈତିକ ଦଳର ନେତୃବୃନ୍ଦ ହୁଅନ୍ତୁ, ସେମାନେ ଚାହିଁଲେ ପରିଚାଳନା କରିପାରିବେ ଦଳକୁ କେମିତି ଭାବରେ ତାଙ୍କ କ୍ୟାଡର ତଳ ସ୍ତରରେ ରହିବ। ଆଜି ପ୍ରଭାତ ବିଶ୍ୱାଳ ଯୋଗ ଦେବେ, ତାଙ୍କ ପୁତ୍ର ସଭିକ ବିଶ୍ୱାଳ ସସ୍ପେଣ୍ଡ ହେଇଛନ୍ତି ବିଜୁ ଜନତା ଦଳରୁ, ଯିଏ ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ ଦେଇନଥିଲେ ଦିଲ୍ଲୀପ ରାୟ, ସରି ବିଜୁ ଜନତା ଦଳ ପ୍ରାର୍ଥୀଙ୍କୁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ। ବାଙ୍କିର ବିଧାୟକ ପ୍ରଭାତ ତ୍ରିପାଠୀଙ୍କର ପୁତ୍ର ଦେବୀରଞ୍ଜନ ତ୍ରିପାଠୀ ମଧ୍ୟ ଦଳୀୟ ହୁଇପ୍ ମାନିନଥିଲେ ଏବଂ ସେ ବିଜୁଙ୍କ ଲିଗାସି ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ ଏବଂ 8 ଜଣ ବିଧାୟକ ଦଳର ନେତାଙ୍କୁ ମାନିନଥିଲେ। ଏହାର କାରଣ କଣ? କୋଉଠି ନା କୋଉଠି ଅସନ୍ତୋଷ ବିଭିନ୍ନ ସ୍ଥାନରେ ରହିଛି ଆଉ ନେତା ନୀତିହୀନ ହେଇ ଚାଲିଛନ୍ତି। ନୈତିକତା ବୋଲି, ଆଦର୍ଶ ବୋଲି ଆମ ରାଜନୀତିରେ ଆଉ ସେସବୁ କଥା ଚିହ୍ନବର୍ଣ୍ଣ ନାହିଁ। ଆଉ ସବୁଠୁ ଆଶ୍ଚର୍ଯ୍ୟକର ପ୍ରସଙ୍ଗ ହଉଛି ଯେ ଆମେ ଜନତା ଯିଏ ଯେତେ ଅନ୍ୟାୟ ଅତ୍ୟାଚାର କରୁ ପଛେ, ଯଦି ଆମକୁ ଗଣ୍ଡେ ଆଉ ଦଣ୍ଡେ ଟିକେ ହାତ ଟେକି ଦେଲା, ତେବେ ଆମେ
ତାଙ୍କ ପଛରେ ପିମ୍ପୁଡି ଭଳିଆ ଧାର ହେଇକି ଧଉଛେ। ସେଇଥିପାଇଁ ତ ଆମେ 70% 80% ଏବେ ବି 2 ଟଙ୍କିଆ ଚାଉଳ ଖାଉଛେ। ବିଭିନ୍ନ ସ୍କିମ୍ରେ ଯୋଉ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଆମେ ସମସ୍ତେ ପ୍ରତିଦ୍ୱନ୍ଦିତା କରୁଛେ ଯୋଗ ଦେବା ପାଇଁ। 24 ବର୍ଷ ଶାସନରେ ଆପଣ କହୁନାହାନ୍ତି, ଯଦି କହିବେ ଯେ ଭାରତୀୟ ଜନତା ପାର୍ଟି ଏବେ କାହିଁକି ବିଜୁ ଜନତା ଦଳର ନେତାମାନଙ୍କୁ ଆଣୁଛି, ବିଜୁ ଜନତା ଦଳ କଂଗ୍ରେସର ନେତାମାନଙ୍କୁ ଆଣୁଥିଲା। ଭୂପିନ୍ଦର ସିଂହ ଗର୍ଜନ କରୁଥିଲେ ବିଧାନସଭାରେ, ସିଧା ଆସିକି ବସିଲେ ନବୀନ ବାବୁଙ୍କ ମଞ୍ଚରେ 2009 ମସିହାରେ। ଏପଟେ ସୁରେନ୍ଦ୍ର ସିଂହ ଭୋଇଙ୍କୁ ଆଣିଲେ 24 ମସିହାରେ, ସେପଟେ କଣ୍ଟା ବାଞ୍ଜି ଗଲେ ନବୀନ ପଟ୍ଟନାୟକ, ଏପଟେ ସୁର ରାଉତରାୟଙ୍କୁ ଆଣିଲେ, ଏପଟେ ପିନାକୀ ମିଶ୍ରଙ୍କୁ ହରାଇଲେ, ସେପଟେ ନେଇକି ଆଇଏସ୍ଙ୍କୁ ଥୋଇଲେ ଶେଷ ଶାସନର ଶେଷ ସମୟରେ। ଏସବୁ କି ନୀତି? ଏସବୁ ବିପରୀତ ବୁଦ୍ଧି। ତାର ଗୋଟେ ଅବସ୍ଥାନ ଅଛି। ତେଣୁ ଯାହାକୁ ମାନେ ନେତା ବିରୋଧ କରୁଛନ୍ତି, ପୁଣି ଗୋଟେ କିଛି ସମୟ ପରେ, ମାସେ ପରେ ରାଜନୀତିରେ ସବୁ ସମ୍ଭବ କହିକି ସେଇ ନ୍ୟାୟରେ ପୁଣି ତାଙ୍କୁ ଆଦରି ପକଉଛନ୍ତି। ହେଲେ ତଳେ ଜନତା କରିବେ କଣ? ଜନତା କାଉଲ ବାଉଲ ହଉଛନ୍ତି। ଏଇ ଯୋଉ ବ୍ୟବସାୟିକ ଜାଲରେ ନେତାମାନଙ୍କର ବିଷୟଟା ଜନତା ହୀନସ୍ଥା ହେଇଯାଉଛନ୍ତି। ଏହା ହିଁ ପ୍ରଶ୍ନ ପ୍ରଶ୍ନ। ଲୋକେ କରିବେ କଣ? କିଏ 10 ବର୍ଷ 20 ବର୍ଷ ଧରି ବିଜୁ ଜନତା ଦଳ ଥିଲା, ବିଜୁ ଜନତା ଦଳ ଛାଡିକି ହଠାତ୍ ଭାରତୀୟ ଜନତା ପାର୍ଟି ଯାଉଛନ୍ତି। ଆଉ ଭାରତୀୟ ଜନତା ପାର୍ଟିର ସେଇ ନିର୍ବାଚନ ମଣ୍ଡଳୀର ଜନତା ଯୋଉମାନେ କର୍ମୀ, ସେମାନେ କରିବେ କଣ? ସେମାନେ କେମିତି ମିଶି ପାରିବେ? ଠିକ ସେଇଭଳି ଭାବରେ ଯେତେକ ଅନୈତିକ କାର୍ଯ୍ୟକ୍ରମ ବିଜୁ ଜନତା ଦଳ କରିଥିଲେ, ଏବେ ଭାରତୀୟ ଜନତା ପାର୍ଟି କରୁଛନ୍ତି। ନୀତି ଆଉ କିଛି ନାହିଁ। କିଏ କଳବଳ କୌଶଳ ହାଇକୋର୍ଟ ସିଧା କହିଥିଲା ପ୍ରଭାତ ବିଶ୍ୱାଳଙ୍କୁ ଯେ ତୁମ କେସ୍ ବିଚାର ହବ, ତୁମ କେସ୍ କାହିଁକି ଉଠିବ? ମାସେ ଯାଇନି, 15 ଦିନ ଯାଇନି, ସାରା ଦେଶ ଯୋଉଠି ବିରୋଧ କରୁଛି ଭାରତୀୟ ଜନତା ପାର୍ଟିକୁ ୱାସିଂ ମେସିନ। ବିରାଟ ପଟୁଆରେ ଆସିଲେ, ମିଶିଲେ, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହଉଛି। ଇଆଡେ କହୁଛନ୍ତି ଟଙ୍କା ନାହିଁ ଆମ ପାଖରେ, ଆମେ ଦରିଦ୍ର। ଲୋକ ବୁହା ହେଇକି ଆସୁଛନ୍ତି ବିଭିନ୍ନ ସ୍ଥାନରୁ। ଏସ୍ଆଇଆର୍ ପାଇଁ କେହି ବାହାରୁନାହାନ୍ତି। ରାଜନେତା ମାନେ ଲୋକଙ୍କ ଭୋଟ ଦାନ ଅଧିକାର କଟି ଯାଉଛି। ଗାଡିରେ ବୋହିକି ଆଣିକି ନେତାଙ୍କ ପାଖରେ ଭାଷଣ ଶୁଣିବା ପାଇଁ ଆଣୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ଏତେବେଳକୁ। ତେଣୁ 75 ବର୍ଷର ସ୍ୱାଧୀନତା ପରେ ଆମ ପାଇଁ ଏକ ବିରାଟ ବଡ ପ୍ରଶ୍ନ ଭୋଟର ମାନଙ୍କ ପାଇଁ ଯେ ଆମେ ମାନେ କଣ କରୁଛନ୍ତି। ଆମ ମାନଙ୍କ ପାଖକୁ ଯେତେବେଳେ କ୍ଷମତା ଆସୁଛି, 5 ବର୍ଷରେ ଚଷା ଉଡ଼ିଲେ ବର୍ଷେ ଭୋଟର ଉଡ଼ିଲେ 5 ବର୍ଷ ଭଳି, ଆମେ ମାନେ କଣ କରୁଛେ? ମୁଁ ୟାର ଉଦାହରଣ ଟିକେ ଦେଇକି ଆପଣମାନଙ୍କୁ ଖାଲି କହିବି, ଏ କଥାକୁ ଆଉ ବଡ କରିବା ପାଇଁ ଚାହୁଁନି। ଆମ ରାଜ୍ୟରୁ ଦେଶ ପର୍ଯ୍ୟନ୍ତ ଏଇଭଳି ଅନେକ ଉଦାହରଣ ଅଛି। ଅନୈତିକତା, ବ୍ୟଭିଚାର, ଦୁର୍ନୀତିର ଗଦା ଗଦା ଉଦାହରଣ ଅଛି। ଆପଣଙ୍କର ମହାଲିଙ୍ଗ କଲେଜରେ ଯୋଉ ମମିତା ମେହେର ହତ୍ୟା ଘଟଣା ହଉ, ବେବିନା ଇତିଶ୍ରୀ ହତ୍ୟା ଘଟଣା ହଉ, ଆପଣଙ୍କର ଖଣି ବିରାଟ ଖଣି ହଜାର ହଜାର କୋଟି ଖଣି ଦୁର୍ନୀତି ହଉ ନବୀନ ପଟ୍ଟନାୟକ ସମୟରେ, କଳିଙ୍ଗନଗର ଗଣହତ୍ୟା ହଉ, ये ସବୁ ସତ୍ୟ ତ ନବୀନ ପଟ୍ଟନାୟକ ବାରମ୍ବାର ବିଜୟ ପରେ ବିଜୟ ଲାଭ କରିଥିଲେ। ତାହା କେମିତି ସମ୍ଭବ ହଉଥିଲା? ଖଣ୍ଡମଣ୍ଡଳ କମ୍ପିଗଲା, ଦିବ୍ୟସିଂହ ମିଶ୍ର ହାରିଗଲେ କି? ସେପଟେ ଇଏ ହେଲା ଓଡ଼ିଶାର କଥା। ସେପଟେ ଯଦି ଆମେ ଜାତୀୟ ସ୍ତରରେ ଦେଖିବା, ଉତ୍ତରପ୍ରଦେଶ କ୍ଷୀରିରେ ମାନେ ମନ୍ତ୍ରୀଙ୍କ ପୁଅ, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢେଇ ଦେଲେ, କୃଷକମାନେ ମରିଗଲେ। ସେପଟେ ହରିୟାଣାରୁ ଦିଲ୍ଲୀ ପର୍ଯ୍ୟନ୍ତ ରାସ୍ତା ଜାମ୍ ହେଲା, ବର୍ଷ ବର୍ଷ ଧରି କୃଷକମାନେ ଆନ୍ଦୋଳନ କଲେ, ଶହ ଶହ ସଂଖ୍ୟାରେ ମୃତ୍ୟୁବରଣ କଲେ ଏବଂ ମୃତାହତ ମଧ୍ୟ ହେଲେ। କଣ ହେଲା? ଏତେ ଅନ୍ୟାୟ ଅତ୍ୟାଚାରର ବିରୋଧ କରାଗଲା, କିନ୍ତୁ ଭାରତୀୟ ଜନତା ପାର୍ଟି ପରେ ବିଜୟ ଲାଭ କଲା। କୋଉଠି ନା କୋଉଠି ଜନତା ପିସି ହେଉଛନ୍ତି, ଗରିବରୁ ଗରିବ ହେଇଯାଉଛନ୍ତି, ଦରିଦ୍ର ଭାବରେ ବଞ୍ଚିବା ପାଇଁ ବ୍ୟାକୁଳତା ହାସଲ କରୁଛନ୍ତି ଏବଂ ନେତା ଗୋଟିଏ ଗୋଷ୍ଠୀ ହୋଇ ଆଜି ଏ ଦଳରୁ କାଲି ସେ ଦଳକୁ ବଦଳଉଛନ୍ତି। ସେତେବେଳେ ବିଜୁ ଜନତା ଦଳ ରାତି ଅଧରେ ଲେଖାଶ୍ରୀଙ୍କୁ ନେଇକି ଠିଆ କଲେଣି ତ
ଏଠି ସୁରରତ୍ନ ପୁଅଙ୍କୁ ନେଇକି ଠିଆ କଲେଣି, ସେଠି ଭୃଗୁଙ୍କୁ ଠିଆ କଲେଣି, ତ ସେଠି କଣ୍ଟା ବାଞ୍ଜି ପଳେଇଲେଣି ନବୀନ ପଟ୍ଟନାୟକ। ଏସବୁ କଥା ଘଟିଥିଲା। ଆଜି ଭାରତୀୟ ଜନତା ପାର୍ଟି ସେ କଥା ଘଟଣା ସେମାନେ ପଦ ଅନୁସରଣ କରୁଛନ୍ତି, ସେ କରନ୍ତୁ, କିନ୍ତୁ ଜନତା ଜାଗିବାର ସମୟ ଆସିଛି। ଆମକୁ ଦାରିଦ୍ର୍ୟ ଏବଂ ଦାରିଦ୍ର୍ୟ ଯୋଜନାର ଯୋଉ ଅଫିମ ଦେଇକି ବର୍ଷ ବର୍ଷ ଧରି ଯୋଉ ରଖିବା ପାଇଁ ଯୋଜନା କରୁଛନ୍ତି, ତାଙ୍କୁ ଯଦି ଉତ୍ତର ଠିକ ଭାବରେ ମିଳନ୍ତା, ଏ ନୀତି ନୈତିକତା ହରଉଥିବା, ଏମିତି ବ୍ୟବସାୟ କରୁଥିବା, ଦୁର୍ନୀତି ପରିମାଣରେ ଅର୍ଥ ଉପାର୍ଜନ କରି କୋଟି କୋଟି, ଆପଣ କହୁନାହାନ୍ତି 24 ବର୍ଷ ଶାସନ ଭିତରେ ବିଜୁ ଜନତା ଦଳର କାହା ପାଖରେ 10 କୋଟି 50 କୋଟି 100 କୋଟି ଟଙ୍କା ନାହିଁ? କିଛି ଅନୁସୂଚିତ ଜାତି ଜନଜାତିଙ୍କ ବିଧାୟକ କଥା ଛାଡ଼ନ୍ତୁ, କାହା ପାଖରେ ନାହିଁ। ତେଣୁ ତ ସେମାନେ ସିଧାସଳଖ ବଡ଼ ବଡ଼ ନେତାମାନେ ଆସୁନାହାନ୍ତି। କିଛି ମହିଳା, କିଛି ଯୁବକ, ଯେଉଁମାନେ ଅବଚେତନ ଭାବ କିଛି ଅଛନ୍ତି, ସେମାନେ ଚିତ୍କାର କରୁଛନ୍ତି, ଶାଶୁ ବୋହୂ କଳି ଲଗାଉଛନ୍ତି। କ'ଣ ବଡ଼ ବଡ଼ ନେତାମାନେ କେବେ ଆସିକି ନବୀନ ପଟ୍ଟନାୟକ, ଦେବୀ ମିଶ୍ର ଏମିତି କଟୁ ବଚନ କହୁଛନ୍ତି? କହିପାରିବେନି। ଇଡି ସିବିଆଇ ସାଙ୍ଗେ ସାଙ୍ଗେ ଅଛି। ଆପଣ ଦେଖୁନାହାନ୍ତି ବିଜୁ ଜନତା ଦଳର ଯୋଉ ଇଏ ଥିଲା ନିର୍ବାଚନର ଯୋଉ ଆହ୍ୱାନ ଥିଲା ଯେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ମୁଁ ବିନମ୍ରତାର ସହିତ ସମସ୍ତଙ୍କୁ ପଚାରିବା ପାଇଁ ଚାହୁଁଛି, ନବୀନ ବାବୁ ଶାସନ କଲେ, ବହୁତ ଦିନ ଧରି ଶାସନ କଲେ, କ'ଣ ଇତିହାସରେ ତାର ଉଦାହରଣ ଅଛି କି? ଜଣେ ବ୍ୟକ୍ତି ଗଣତନ୍ତ୍ରରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହବ, ଏହା ହବ ଏଜେଣ୍ଡା, ଆଶା ଏବଂ ଆକାଂକ୍ଷାର ଶେଷ, ପ୍ରଥମ ନମ୍ବର 1। ଏଇଟା କେମିତି ସମ୍ଭବ ଗଣତନ୍ତ୍ରରେ? ଆମେ ଭଲ କାମ କରୁଛୁ ବା ଖରାପ କାମ କରୁଛୁ, ଆପଣମାନେ ବିଚାର କରନ୍ତୁ, ଯଦି ଉଚିତ ମନେ କରୁଛନ୍ତି ଭୋଟ ଦେବେ। ଏ ଆଦର୍ଶ କଥା ନବୀନ ବାବୁ ଥରେ କହିଲେ କି? ତେଣୁ ଏବେ ସମୟ ଆସିଛି, ଇଏ ତ ଯୋଉ ମିଶ୍ରଣ ପର୍ବ ଚାଲିବ, ଭାରତୀୟ ଜନତା ପାର୍ଟି ଅର୍ଥାତ୍ କ୍ଷମତା ଶାସକ ଦଳ ସପକ୍ଷରେ ନେତା ଯିବେ, ବିଜେଡିରୁ ବହୁ ସଂଖ୍ୟାରେ ଯିବେ, କିନ୍ତୁ ଯୋଉମାନେ ଯାଉଛନ୍ତି ଲୋକେ ସେମାନଙ୍କୁ ଚିହ୍ନଟ କରି ରଖନ୍ତୁ। ଯୋଉ ଦଳରେ ଯିଏ ଅଛନ୍ତି ଥାନ୍ତୁ, କିନ୍ତୁ ଯୋଉମାନେ ଯାଉଛନ୍ତି ଲୋକେ ଅନ୍ତତଃ ପକ୍ଷେ ଟିକେ ଦୂରେଇକି ରହିବେ। ଆଉ ଏଇ ଯୋଉ ଦାରିଦ୍ର୍ୟ ହାତ ଟେକାରୁ ଟିକେ ନିଜକୁ ପାଖେଇକି ରଖିବେ, ତାହେଲେ ଗଣତନ୍ତ୍ରରେ କିଛି ସାମାନ୍ୟ ପରିବର୍ତ୍ତନ ଆସିବ। ନା କ'ଣ କହୁଛନ୍ତି ଆପଣ? ଯଦି ଉଚିତ ମନେ କଲେ ତାହେଲେ ସେୟାର କରିବେ, ସବସ୍କ୍ରାଇବ କରିବେ, ଲାଇକ୍ କରିବେ।